ଜଗନ୍ନାଥ। ମୁଁ ବିନୋଦିନୀ ରଥ ଆଜି ଆମ ଓଡ଼ିଶାର ପରମ୍ପରାରେ ପିଆଜ ଚୋପା ଉପରେ କିଛି କହିବା ପାଇଁ ଯାଉଛି। ଓଡ଼ିଶାର ପରମ୍ପରାରେ ରହିଛି ପିଆଜ ଚୋପାକୁ ମାଡ଼ିଲେ ଭାରି ଦୋଷ। ପିଆଜ ଏବଂ ରସୁଣ ଚୋପା ଗୁଡ଼ିକ ଅତି ପତଳା, ତେଣୁ ଏହା ପବନରେ ଉଡ଼ି ଏଣେ ତେଣେ ପଡ଼ିବାର ଆଶଙ୍କା ଥାଏ। ତେଣୁ ତାକୁ ଗଛ ମୂଳେ ପକାଯାଏ। ଦେଖିବା ଏହାର କ'ଣ ବିଶେଷତ୍ୱ ରହିଛି। ପିଆଜ ଏବଂ ରସୁଣ ଚୋପାର ବାସ୍ନା ପ୍ରାକୃତିକ କୀଟ ରିପେଲେଣ୍ଟ ଭଳି କାମ କରେ, ତେଣୁ ହାନିକାରକ କୀଟଙ୍କ ଦାଉରୁ ଗଛକୁ ରକ୍ଷା କରିଥାଏ। ପିଆଜ ଏବଂ ରସୁଣର ଚୋପା ମାଟିରେ କ୍ୟାଲସିୟମ ଏବଂ ପଟାସିୟମର ପରିମାଣ ବୃଦ୍ଧି କରିଥାଏ, ତେଣୁ ଗଛ ଭଲ ଭାବରେ ବଢ଼ିପାରେ। ପୁଣି ପିଆଜ ଚୋପା ସାର ଫଳର ରଙ୍ଗ ଏବଂ ସ୍ୱାଦକୁ ବଢ଼ାଇଥାଏ। ମାଟିରେ ଗୋଟାଏ ଗାତ କରି ପିଆଜ ଏବଂ ରସୁଣର ଚୋପାକୁ ସେ ଭିତରେ ପକାଇ ମାଟି ଘୋଡ଼ାଇଲେ ତାହା ଉତ୍କୃଷ୍ଟ ସାର ହୋଇଥାଏ। ଦେଖାଯାଇଛି ଏହା ସବୁଠାରୁ ଉତ୍କୃଷ୍ଟ ଅର୍ଗାନିକ୍ ସାର। ପିଆଜ ଚୋପାକୁ 24 ଘଣ୍ଟା ପାଣିରେ ବତୁରାଇ ସେ ପାଣିକୁ ଗଛରେ ଦେଲେ ଭଲ। ପୁଣି ସେଇ ବତୁରା ଚୋପା ଗୁଡ଼ିକୁ ମାଟି ତଳେ ପୋତିଲେ ତାହା ମଧ୍ୟ ଭଲ ସାର ହୁଏ। ପିଆଜ ଚୋପାରେ ପଲିଫିନଲ୍ସ ଏବଂ ଫ୍ଲେଭୋନଏଡ୍ସ ଭଳି ବାୟୋଆକ୍ଟିଭ କମ୍ପାଉଣ୍ଡସ୍ ରହିଛି। ଏହି ପଲିଫିନଲ୍ସର ଏଣ୍ଟି ଇନଫ୍ଲାମେଟରି ଗୁଣ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ। ଦେଖାଯାଇଛି ଏହି ପଲିଫିନଲ୍ସ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ପିଆଜ ଚୋପାରେ ପ୍ରଚୁର ଫ୍ଲାଭୋନଏଡ୍ସ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫ୍ଲାଭୋନଏଡ୍ ହେଲା କ୍ୱେରସେଟିନ୍। ଏହା ଛଡ଼ା ଏଥିରେ ଭିଟାମିନ୍ A, C, E, B9, B6 ଏବଂ ପଟାସିୟମ ରହିଛି। ଏହି ପିଆଜ ଚୋପାରେ ଥିବା ସଲଫାଇଡ୍ସ ଏଣ୍ଡ ପଲିସଲଫାଇଡ୍ ଭଳି ସଲଫର କମ୍ପାଉଣ୍ଡସ୍ ରହିଛି, ଯାହା କର୍କଟ ରୋଗକୁ ପ୍ରତିରୋଧ କରିପାରେ। ଏଥିରେ ଥିଓସଲଫିନେଟ୍ସ ଭଳି ସଲଫର କମ୍ପାଉଣ୍ଡସ୍ ରହିଛି, ଯାହା କ୍ଷତିକାରକ ଜୀବାଣୁକୁ ପ୍ରତିରୋଧ କରି ବ୍ଲଡ କ୍ଲଟକୁ ରୋକିଥାଏ। ତେଣୁ ଏହି ପିଆଜ ଧୋଇ ତାକୁ ପାଣିରେ ସିଝାଇ ତାପରେ ଛାଣି ସେ ପାଣିକୁ ତରକାରୀରେ ପକାଇଲେ ମଧ୍ୟ ଭଲ। ପିଆଜ ଚୋପାରେ ଥିବା ଭିଟାମିନ୍ସ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟସ୍ କେଶ ବୃଦ୍ଧିରେ ସାହାଯ୍ୟ କରେ। ତେଣୁ ଏହି ପିଆଜ ଚୋପାକୁ କଡ଼େଇରେ କମ୍ ଜାଳରେ ଭାଜି ଗୁଣ୍ଡ କରି ତେଲରେ ମିଶାଇ ସେହି ତେଲକୁ କେଶରେ ଲଗାଇଲେ ଭଲ। ଆମ ପରମ୍ପରାରେ ରହିଥିବା ଏହି ପିଆଜ ଚୋପାର ମଧ୍ୟ ଏତେ ଗୁଣ ରହିଛି। ଧନ୍ୟ ଓଡ଼ିଶାର ପରମ୍ପରା। ଜୟ ଶ୍ରୀ ଜଗନ୍ନାଥ।